आस आमे टिके श्रम करिबा महाप्रभु के प्रति टिके श्रमदान करिबा अर्थ आमे टिके आश्रम को जीवा आश्रम को गले असत्यता दूरे जीव सत्यता जागृत हब आश्रम कौन हुए ना सत्यता जागृत हुए अज्ञानता मन भीतर दूरे जाए तेणु आश्रम को यदि आम के जाना आम मन भीतर सदा सबला अशांति जागृत हो जाए अशांति को दूरिया शांति को आहरण करने आमको दरकार कौन आस टिके श्रमदान करवा जो मनीष प्रत्येक दिन निजर कर्म करे मनीष को उपवास हुए केबे से मनीष उपवास हुए नहीं कारण ये श्रमदान करे जे सत्यता मन भीतर जागृत करे जे शत्रु को विनाश करे शत्रु को केवल प्रश्रय दे नहीं ये शरीर भीतर को शांति रखा शत्रु को विनाश करने मन बड़ा दरकार कारण आम शरीर भीतर शत्रु मान जागृत होती अहंकार अज्ञानता आम भीतर सदा सर्वदा आम शरीर भीतर जागृत होती ना को दमन करने मन संयम करी हृदय आनंदे दिवमन पादे आनंदे भ्रमई शरणे जसने दुष्ट संगमे दुष्ट लोक से परिवर्तन हो जाए उदाहरण रत्नाकर वाल्मीकि अनेक प्रकार उदाहरण देते महाप्रभु तो सही भाई संसार को उदाहरण दे सत्यता जागृत करने संसार सत्यता जागृत करने महाप्रभु सत्य पथे जगन्नाथ बोली अनेक प्रकार रचना करते तेणुक परम शास्त्र भागवत को आगे प्राधान्य देते तेणु कहले परम शास्त्र भागवत अभ्यास करुथिब नित्य भावर कथा भगवान कथा अनेक प्रकार उल्लेख कराई अन्य जते पुराण अच्छे संसार भितर सब पुराण उदाहरण हो पारे सब पुराण उदाहरण हो पारे किंतु भागवतर जो रसमय कथा भागवतर जो रसमय कथा सब उल्लेख कराए कारण जे जीवित कर्म करे से सीमित दंड पाई तेणु किए कर्म न कर संसार भीतर समस्त किसी ना किसी कर्म करते ना जी जो कर्म कर दंड पाई आज से भीम को अर्जुन को व्यासेन को रावण को विभीषण को कंस को जी जो प्रकार कर्म कर से फलाफल भोग कर तेणु आम जदि मनीष जन पाई आमे सेवान तो देवादेवी थे अनेक प्रकार मुनि ऋषि थे दंड पाई आमे मनीष जन्म हो कौन कर मानविकता को हर बस निजर मानविकता को हर बस कारण कौन अज्ञानता मन भीतर जागृत करी अज्ञानता आमको अनेक प्रकार तल को ले जाए निजर अज्ञानता अहंकारता केते दिन सदा सर्वदा चिंता करछन्ति आमे केते दिन पाई आछन्ति कौन बही देवा कौन करिया कथा निज को कहते हेले अंतर भीतर से ठाए नहीं सदा सर्वदा ठाए मुंह बंची आगे सदा सर्वदा ठाए मुंह बंची आगे महाप्रभु उदाहरण देते भागवत भगवान ठीक अच्छे आगे बंचे तो ठीक अच्छे किसी दुख तो जानी
କିଛି କହନ୍ତି ବାପା ମା ଆଣିଥିଲେ, ଆଉ କିଛି ନହେଲେ ମୋ କର୍ମ ପାଇଁ ମୁଁ ଜନ୍ମ ଗ୍ରହଣ କରିଛି। ନାନା ମୁନିଙ୍କର ନାନା ମତ, କିନ୍ତୁ ଭାଗବତରେ କହିଛନ୍ତି ମହାପ୍ରଭୁ ନିଜେ ପିତା ମାତା ସଂଯୁକ୍ତା ବେଳେ ବିହିଲା ଲେଖକୁ ପାଳେ, ପିତା ମାତା କଲ୍ୟାଣର ପୁତ୍ର ହୁଏ ସୁଖୀ। ଭାଗବତରେ ଆଉ କିଛି କୁହାଯାଏ ନାହିଁ। ପୁରାଣରେ ଅନେକ ପ୍ରକାର ଉଦାହରଣ ଅଛି, କିନ୍ତୁ ଭାଗବତ ରସରେ ସେ କଥା ନାହିଁ। ଭାଗବତରେ କଣ ଅଛି ନା ନିଜେ ମହାପ୍ରଭୁ କହିଛନ୍ତି, ପିତା ମାତା କଲ୍ୟାଣର ପୁତ୍ର ହୁଏ ସୁଖୀ। ବାପ ମାଙ୍କର ଯଦି ଆମେ କଲ୍ୟାଣ ନ ପାଇଥିବା କେବେ ସାରା ଜୀବନ ଶାନ୍ତିରେ ରହିପାରିବା ନାହିଁ। ପିତା ମାତା ସଂଯୁକ୍ତ ବେଳେ ବିହିଲା ଲେଖକ ପାଳେ, କପାଳର ଲେଖା କେତେବେଳେ? ପିତା ମାତା ସଂଯୁକ୍ତ ବେଳେ। ଅନେକ ଲୋକ କୁହନ୍ତି, ଅନେକ ଭାବରେ କୁହନ୍ତି ବି ନା ତୋ ଭାଗ୍ୟରେ ଏୟା ଅଛି, ତୋ କର୍ମରେ ଏୟା ଅଛି, ତୋର ଏୟା ଲେଖା ଅଛି, ତୁ ଅମୁକ ରାଶିରେ ଜନ୍ମ, ଅମୁକ ସମୟରେ ଜନ୍ମ, ତୁ କୋଟିପତି ହେବୁ, ଅନେକ ପ୍ରକାର ଉଦାହରଣ ଦେଇ କରନ୍ତି। କିନ୍ତୁ ଭାଗବତରେ ସେ କଥା ଲେଖା ନାହିଁ। ଭାଗବତରେ କଣ ଅଛି? କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଭାଗବତର ରହସ୍ୟମୟ କଥା ଲେଖା ଅଛି। ଭାଗବତରେ କଣ ଅଛି ନା ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବା ନିତ୍ୟ। ଭାଗବତରେ ଭାବ କଥା ଲେଖା ଅଛି। ଅଭାବକୁ ଭଗବାନ ଦୂରେଇ ଦେଇଛନ୍ତି, ଭାବ ସୃଷ୍ଟି କରିଛନ୍ତି କୋଉଠି ନା ଯାହା ପାଖରୁ ଜନ୍ମ ନେଲୁ, ଯାହା ପାଖରୁ ଜନ୍ମ ନେଇଛୁ ଆଗେ ତାଙ୍କର ସେବା କର। ସେଇଥିପାଇଁ କହିଲେ ପିତା ମାତା କଲ୍ୟାଣର ପୁତ୍ର ହୁଏ ସୁଖୀ। ବାପ ମାଙ୍କର କଲ୍ୟାଣ ଯୋଉ ପୁଅ ଉପରେ ନାହିଁ, ବାପ ମାଙ୍କର କଲ୍ୟାଣ ଯୋଉ ପୁଅ ଉପରେ ନାହିଁ, ସେ ପୁଅ କେବେ ଶାନ୍ତିରେ ରହିପାରେ ନାହିଁ। କାରଣ କର୍ମ ନେଇକିରି ଫଳ ଅନେକ ପ୍ରକାର ଭାବ ସୃଷ୍ଟି କରି ଭାଗବତ ରଚନା କରିଛନ୍ତି ମହାପ୍ରଭୁ। ସେ ଆଉ କେହି ନୁହନ୍ତି। ସେମାନେ କିଏ? ସେ ଯଶୋବନ୍ତ, ସେ ବଳବନ୍ତ କୁହ, ସେ ହଳବନ୍ତ କୁହ, ଯିଏ କୁହ, ସେ ବନ୍ତ କିଏ? ଜଗନ୍ନାଥ ଦାସ କିଏ? ଏତେ ବଡ ଭାଗବତ ରଚନା କରିଗଲେ ଆଉ କଣ ଏଠି କେହି ଦାସର ଥିଲେ? ନିଜେ ମହାପ୍ରଭୁ ଜଗତନାଥ କଲ୍ୟାଣ ସାତ ଠାକୁର ସମର୍ପିତ ହୋଇ ଆଜି ଜଗନ୍ନାଥ ଦାସ ରୂପରେ କଣ କଲେ? ଭାଗବତ ରଚନା କଲେ। ଭାଗବତ ରଚନା କଣ କହିଲେ? ପିତା ମାତା କଲ୍ୟାଣର ପୁତ୍ର ହୁଏ ସୁଖୀ। ଯଦି ଆମେ ବାପ ମାଙ୍କର କଲ୍ୟାଣ ପାଇଛନ୍ତି, ଗୋଟେ ସୁନ୍ଦର କଥା ଅଛି, ବାପା ଥିଲା ପୁଅ ସଭାର ହାରେ ନାହିଁ। ବାପ ଥିଲା ପୁଅ ସଭାର ହାରେ ନାହିଁ। କାହିଁକି? ଏକଥା କାହିଁକି ଉଦାହରଣ ଦେଲେ ନା ଯୋଉ ପିଲା ବାପ ମାଙ୍କ ପାଖରୁ ଶିକ୍ଷା ଗ୍ରହଣ କରିଥିବ, ଯୋଉ ପିଲା ବାପ ମାଙ୍କର କଥା ମାନିଥିବ, କେବେ ସଭାରେ ହାରିବ ନାହିଁ। ମହାପ୍ରଭୁଙ୍କର ରହସ୍ୟମୟ କଥା। ଏ ମହାପ୍ରଭୁଙ୍କର ରହସ୍ୟମୟ କଥା ଜାଣିଲା ପରେ, ଆମେ କଣ ଚିନ୍ତା କରିବା? ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବା ନିତ୍ୟ। ଭାଗବତ କଥା ଟିକେ ମନ ବଳେଇ ଦେଲା, ଭାଗବତ କଥା ଟିକେ ମନ ବଳେଇ ଦେଲେ ଏ ଶରୀର ଶାନ୍ତି ପାଇବ, ଏ ଶରୀର ଶାନ୍ତି ପାଇବ, ଅଶାନ୍ତି ଆପେ ଆପେ ଦୂରେଇକି ପଳେଇଯିବ। ଅର୍ଥ ଆସ ସତ୍ସଙ୍ଗରେ ମନ ଦେବା, ଶାନ୍ତିକି ଆହ୍ୱାନ କରିବା। ଆଉ କଣ କରିବା? ଆସ ଟିକେ ସମାଧାନ କରିବା। କଣ କରିବା? ଆମେ ଟିକେ ଆଶ୍ରମକୁ ଯିବା। ନା କୋଉ ଆଶ୍ରମକୁ ଯିବା? ସେଇ ମହାପ୍ରଭୁଙ୍କର ଆଶ୍ରମକୁ ଯିବା। ସେ ଜଗନ୍ନାଥ ଦାସ, ସେ ଜଗନ୍ନାଥ ମହାପ୍ରଭୁଙ୍କ
ପାଖକୁ ଟିକେ ଯାଇ ନିଜର ମନର ପବିତ୍ରତାକୁ ଜାଗ୍ରତ କରିବା।